ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ରୁଷିଆର ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ବାଲୁକା କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଗ୍ଲୋବାଲ ୱାର୍ମିଂକୁ ନେଇ ସୁଦର୍ଶନ ନିର୍ମାଣ କରିଥିବା ପ୍ରଭାବଶାଳୀ ବାଲୁକା କଳା ଜୁରି ମେମ୍ବରଙ୍କ ହୃଦୟ ଜିଣିଥିଲା। ରୁଷିଆର କଲିନିନଗ୍ରାଡରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବର 12ଟି ଦେଶ ସାମିଲ ହୋଇଥିଲେ। ନିଜ ସଫଳତାକୁ ନେଇ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଉଷ୍ଣତା ବୃଦ୍ଧିର ବିଶ୍ୱ ସମସ୍ୟାକୁ ଉଜାଗର କରି ମୋର କାର୍ଯ୍ୟ ପାଇଁ ରୁଷିଆର କାଲିନିନଗ୍ରାଡରେ ଦ୍ୱିତୀୟ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ରୁଷୀୟ ଗ୍ରାଣ୍ଡ ବାଲୁକା ମାଷ୍ଟର କପ୍ 2026 ପାଇବାକୁ ସମ୍ମାନିତ। ଏହି ସମ୍ମାନଜନକ ମାନ୍ୟତା ପାଇବାରେ ପ୍ରଥମ ଭାରତୀୟ ବାଲୁକା କଳାକାର ହୋଇଥିବାରୁ ମୁଁ ଗର୍ବିତ।